प्रिय श्रोता बंधु आपण समस्त को मोर अभिनंदन। आम आज मंगलवार 10 तारीख को नहीं दैनिक राशिफल को ऊपर आलोचना करवा। मंगलवार 10 तारीख ए दिन सूर्योदय 6:19 पर, सूर्यास्त 5:41 पर, सूर्योदय 6:19 पर, सूर्यास्त 5:41 पर। आउ अशुभ समय दिन 2:51 रु 4:17। अशुभ समय 2:51 रु 4:17। मंगलवार हेले भी मेष राशि मालिक मंगल, मेष राशि पे मंगलवार भल, किंतु मंगलवार हेले भी 10 तारीख मेष राशि लोके नानाविध असुविधार सम्मुखीन हेबे। नानाविध असुविधा तांको घेरी रहिबो, जा कोंती बाधा बंधन भय सबुथिरे बाधा आसीबो, विघ्न सृष्टि हेबो, अपवाद मिलिबो, यातायात हैरान हेबे, चोरी हो पारे बा हजि जाई पारे, असुस्थता अनुभव करिवे, जंजाल छाड़बनी, द्विजा नक्षत्र अति अधिक हानि हेबो। द्विजा नक्षत्र अति अधिक हानि हेबो। समस्या परे समस्या आसीबो। आज मेष राशि जमा भल दिन नुह। सुतरां मेष राशि लोके हनुमान चालीसा पाठ करंतु, हुए तो संकट मोचन कल्याण करिपारिबे। 10 तारीख मंगलवार वृष राशिधारी व्यक्ति परस्पर सदस्य बंधु और सहकर्मी सह प्रीति आदान प्रदान करिवे। कर्म सफल रूपायन हेतु आर्थिक अभिवृद्धि हेबो। स्वास्थ्यगत समस्या नहीं, समस्ते आदर करिवे। समस्त वृत्तिरु कर्म साधना और मूल धन को नेई आय बढ़िबो। पूर्वापेक्षा अधिक आय हेबो, मात्र रोहिणी नक्षत्र अशुभ दिन। वृष भल दिन, स्वास्थ्य ठीक रहिबो, खाद्यपेय ठीक ठाक हम, कर्म क्षेत्र में आम जी खटिबा से पाइबा, आउ किसी प्रशंसा मिल, समस्ते सहयोग करेंगे। मिथुन मिथुन राशि जनता साहाय्य सहयोग पाई खुशी हेबे। पुरुष माने धर्मपत्नी सहयोग पाइबे। आर्थिक अभिवृद्धि हेबो। सामान्य देह खराब होई पारे। विविध लाभ योग अछि। दिन दरिद्र को अल्प देई अधिक खुशी हेबे। आर्द्रा नक्षत्र अशुभ दिन। मंगलवार 10 तारीख कर्कट राशिर जनता विविध सुख पाइबे। विविध सुख, यही सुख मध्यरे खाद्य सुख अन्यतम। खाली तो गिलिबे कौन, पेटू तंटी पंत गिलिबे, तापरे कुंथेइबे, इलो बोऊ मो पेट। माने कर्कट राशि लोके आज पाकस्थली जनित दुख भोगिबे। आउ समस्या किछि नाही, एटा खाली असुविधा हेबे, अग्निमांद्य रोग हेबो। अच्छा, धनागम कम हेबनी, बढ़िया धनागम हेबो। बंधु संपर्क उत्तम रहिबो। पुष्या नक्षत्रधारी लोके टिके अधिक सचेतन हेबा उचित, टे कम खाइबा उचित, नहले गुण गाउथिबे, अखा धोउथिबे।
ସିଂହ ରାଶିର ମଣିଷ ଗଣଙ୍କ ପାଇଁ ବିଧି ବିଧାନ ବଡ଼ ମନ୍ଦ। ସେମାନେ ଆଜି ପୁରୁଣା ରୋଗରେ ଅଧିକ ପୀଡ଼ିତ ହେବେ। ଭ୍ରମଣ ଜନିତ କ୍ଳାନ୍ତି ଅନୁଭବ କରିବେ। ଯୋଜନା ପୂର୍ଣ୍ଣ ସଫଳ ହେବନି। ନିଦ୍ରା କଷ୍ଟ ଭୋଗିବେ। ପ୍ରିୟ ପରିଜନଙ୍କ ଗହଣରେ କାଳ କାଟିବେ। ଯାତ୍ରା ଜନିତ କଷ୍ଟ ଭୋଗିବେ। ପୂର୍ବ ଫାଲ୍ଗୁନୀ ପାଇଁ ଅପବାଦ ଭୟ ଅଛି। ମାତ୍ର ଇଚ୍ଛା ପୂରଣ ହେଲେ ବି ନହେଲା ପରି। ଇଚ୍ଛା ପୂରଣ ହେଲେ ବି ନହେଲା ପରି ମାନେ ମାନସିକ ଶାନ୍ତି ପାଇପାରିବେ ନାହିଁ। କନ୍ୟା ରାଶି ବ୍ୟକ୍ତିଙ୍କ ପାଇଁ ଭଲ ଧନ ମିଳିବ। ସେଇ ତ ସବୁ ସୁଖର କାରଣ ଆଉ। ମାନେ କର୍ମ କ୍ଷେତ୍ର ପୁଷ୍ପିତ ହେବ। କର୍ମ କ୍ଷେତ୍ରକୁ ଯେତିକି ସାଫଲ୍ୟମଣ୍ଡିତ କରିବେ ସେ ଆପଣଙ୍କୁ ସେତିକି ସଫଳତା ଦେବ। ଆୟ ରୋଜଗାର ବଢ଼ାଇବା ପାଇଁ ଟିକେ ବୁଦ୍ଧି ବିବେକ ସହିତ ପରିଶ୍ରମ ଅଧିକ କରନ୍ତୁ। ମଙ୍ଗଳ ହେବ। ସ୍ୱାସ୍ଥ୍ୟଗତ ସମସ୍ୟା ନାହିଁ। ଖାଦ୍ୟ ପେୟ ରୁଚି ମୁତାବକ ହେବ। କୌଣସି ଅନୁଚିତ କର୍ମ କରି ଅନୁତାପ କରିବେ। ଭାଇ ସମ୍ପର୍କ ମଧୁମୟ ହେବ। ପ୍ରୋତ୍ସାହନ ମିଳିବ। ଦେବଦର୍ଶନ ଓ ଭ୍ରମଣ ଯୋଗ ଅଛି। ଏଣୁ କନ୍ୟା ରାଶିଙ୍କ ପାଇଁ ଆଜି ଏକ ବଢ଼ିଆ ଦିନ। ତୁଳା ରାଶିର ଜନତା 10 ତାରିଖ ଦିନ କିଛି ଖୁସି ଖବର ଶୁଣିବେ। ମାତ୍ର ଚିତ୍ରା ନକ୍ଷତ୍ର ପାଇଁ ଦିନଟି ଅଶୁଭ। ମନ ଆକୁଳିତ ହେବ। ଧନାଗମ ହେବ। ଅସ୍ଥିର ମନ ପାଇଁ କିଛି ଦ୍ରବ୍ୟ ହାତରୁ ଖସି ତଳେ ପଡ଼ି ଭାଙ୍ଗି ଯାଇପାରେ। ନହେଲେ ବାରମ୍ବାର ପଡ଼ିବ ଓ ଶବ୍ଦ ହେବ। ଗୁରୁଜନ ବିରକ୍ତ ହେବେ। ପଡ଼ୋଶୀମାନଙ୍କ ସହ କଳହ ହେବ। ଦେହ ଠିକ୍ ଠାକ୍ ରହିବ। ଶତ୍ରୁ ପରିହାସ କରିବେ ଏବଂ ଦୁଃଖ ଲାଗିବ। ତୁଳା ପାଇଁ ଭଲ ଦିନ ନୁହଁ। ବିଛା ରାଶିଆଙ୍କୁ ଆଜି ଦୈବ କଲ୍ୟାଣ ଯୋଗ ଅଛି। ସ୍ତ୍ରୀ ସମ୍ପତ୍ତି ପାଇ ଆହ୍ଲାଦିତ ହେବେ। ଦେହ ଓ ମନ ଭଲ ରହିବ। ଧନ ଲାଭ ନ ହେବ ବୋଲି ନୁହେଁ, ହେବ, ହେଲେ ନିଜର ପରିଶ୍ରମ ଅନୁସାରେ। ଆଜି ମଙ୍ଗଳବାର, ଏଣୁ ମଙ୍ଗଳବାର ଜନିତ ସବୁ ଶୁଭ ଖବର ପାଇବେ। ସବୁ ଦିଗରୁ ମଙ୍ଗଳ ହେବ। ଯଶ ଗୌରବ ମିଳିପାରେ। ପ୍ରିୟ ଲୋକଙ୍କ ଗହଣରେ ଦିନ ଯିବ। କର୍ମ କ୍ଷେତ୍ର ଏକ ଦୁହାଁଳିଆ ଗାଈ ପରି। କାହିଁକି କହିଲେ? ଗାଈ ମୁହଁରେ କ୍ଷୀର। ଗାଈର ଯତ୍ନ ନେବେ ତ ତା ପହ୍ନାରୁ କିଛି ପାଇବେ। ଆଉ ଗାଈର ପେଟ ପୂରେଇବେନି, ତାକୁ ଧୋଇ ଗାଧେଇ ଦେବେନି, ଖୁଆଇ ଦେବେନି, ଆଉ ଖାଲି ତା ପହ୍ନା ପାଖରେ ବାଲ୍ଟି ଥୋଇକିରି କହିବେ ଦେ, କେଉଁଠୁ ଆସିବ, ଖଟନ୍ତୁ, ଖଟିଲେ ପାଇବେ। ବାସ୍, ଏଇଟା ହେଉଛି ବିଛା ରାଶି କଥା। ଧନୁ ରାଶିର ଲୋକେ ଅତି ପାଖରେ ଦୁଃଖକୁ ଦେଖିବେ। ପ୍ରତି ପଦକ୍ଷେପରେ ବିପଦ ଅଛି। ଜଗି ରଖି ଚଳନ୍ତୁ। କାହାର କାନକୁଆ କଥାକୁ ବିଶ୍ୱାସ ନ କଲେ ଭଲ। ନିଜ ପାଇଁ ଭଲ। ବୃଥା ବ୍ୟୟ ଅଧିକ ହେବ। ରୋଗାକ୍ରାନ୍ତ ହୋଇ ଯନ୍ତ୍ରଣା ପାଇବେ। ପୂର୍ବାଷାଢ଼ା ନକ୍ଷତ୍ର ପାଇଁ ଆଜି ଅତି ଅଶୁଭ ଦିନ। ମକର ରାଶି ମଙ୍ଗଳବାର 10 ତାରିଖ। ଆୟ ଅମଳ ଭଲ ହେବ। ସ୍ୱାସ୍ଥ୍ୟ ସମସ୍ୟା ନାହିଁ। ସୁସ୍ୱାଦୁ ଖାଦ୍ୟ ଖାଇ ଓ ଖୁଆଇ ଖୁସି ହେବେ।
ଆଉ ପଠନ ଶୟନ ଭ୍ରମଣ ସୁଖ ପାଇପାରନ୍ତି। କିଛି ଦାନ ଧର୍ମ କରିବା ପାଇଁ ସୁଯୋଗ ଆସିବ। କର୍ମ କ୍ଷେତ୍ର ଖଟିବା ପାଇଁ ନିମନ୍ତ୍ରଣ କରିବ। ଯଦି ବୁଦ୍ଧି ଓ ବିବେକ ଦେଇ ପରିଶ୍ରମ କରିବେ ତେବେ ଖୁବ୍ ବେଶୀ ରୋଜଗାର କରିବେ, ନହେଲେ ନାହିଁ। କୁମ୍ଭ ରାଶି। କୁମ୍ଭ ରାଶିର ଜନତାଙ୍କ ପାଇଁ 10 ତାରିଖ ମଙ୍ଗଳବାର ଅଶୁଭ ଦିନ। ସମସ୍ତ ବୃତ୍ତି ଅଯୋଗ୍ୟ ବୋଧ ହେବ। ସମସ୍ତ ବୃତ୍ତିଧାରୀ ଆଜି ଅକ୍ଳାନ୍ତ କର୍ମ କରି ଅଧିକ ଆୟ କରି ଖୁସି ହେବେ ସିନା, କିନ୍ତୁ ସେ ଖୁସିରେ ଟିକେ ଦୁଃଖ ରହିଯାଇଥିବ। ଯଶ ସମ୍ମାନ ମିଳିବ। ତୀର୍ଥଯାତ୍ରା ଯୋଗ ଅଛି। ଭ୍ରମଣ ଜନିତ କ୍ଳାନ୍ତି ଅନୁଭବ କରିପାରନ୍ତି। ପ୍ରିୟ ପରିଜନଙ୍କ ସହଯୋଗ ମିଳିବ। ଖାଦ୍ୟ ଜନିତ ଦୁଃଖ ଅଛି। ଏଇଟା ପରା ମୁଁ କହୁଥିଲି, ଭଲ ଖାଦ୍ୟ ଆଜି ମିଳିବନି। ଭଲ ଖଟଣି ହେବ, ଭଲ ରୋଜଗାର ହେବ, ଭଲ ଖାଦ୍ୟ ମିଳିବନି କି ଭଲ ନିଦ ହେବନି। ଏଇଟା ବା ଅସୁବିଧା। ମୀନ ରାଶିର ଲୋକେ ନିଜ କର୍ମରୁ ଆନନ୍ଦ ପାଇ ପର ପାଇଁ ମୁଣ୍ଡ ଖେଳାଇବେ ନାହିଁ। ନିଜ କର୍ମରୁ ସେ ଆନନ୍ଦ ପାଇବେ, ପର ପାଇଁ ଆଦୌ ଚିନ୍ତା କରିବେନି। ଆଉ ସତରେ ଯଦି କୌଣସି ମୀନ ରାଶି ଲୋକ ଆଜି ପର ପାଇଁ ଚିନ୍ତା କଲା, ତାହେଲେ କିଛି ବଦନାମ ଶୁଣିବ, ଗାଳି ଖାଇବ। କର୍ମରୁ ଖୁସି ପାଇବେ, ମାତ୍ର ସେମାନଙ୍କ ପାଇଁ ଆଜି ଜଗି ରଖି ଚଳିବାକୁ ପଡ଼ିବ। ଅପମାନ ପ୍ରତି ପଦକ୍ଷେପେ। ଏମାନେ କାହାକୁ ହାତ ପତାନ୍ତୁ ନାହିଁ ବା କାହାକୁ ଶସ୍ତା ଉପଦେଶ ଦିଅନ୍ତୁ ନାହିଁ। ଆଲୋ ସଖୀ, ଆପଣା ମହତ ଆପେ ରଖି ଏହି ନ୍ୟାୟରେ କର୍ମ ଚଞ୍ଚଳ ରହିଲେ ସବୁ ଦିଗରୁ ମଙ୍ଗଳ ହେବ। ମୁଣ୍ଡ ଦେହ ଠିକ୍ ଠାକ୍ ରହିବ। ଭୋଜନ ଶୟନ ଭ୍ରମଣ ଦୁଃଖ ନାହିଁ। ଯେତେ ଭଲ ଆୟ କରିବା ପାଇଁ ଚାହୁଁଛନ୍ତି ସେତେ ଆୟ ହବନି। ଅଧିକ ଖାଇବେ, ଅଧିକ ଖଟିବେ, କମ୍ ପାଇବେ। ବନ୍ଧୁ, ଆଜି ପାଇଁ ଏତିକି। ଈଶ୍ୱର ଚାହିଁଲେ ପୁଣି ଆସନ୍ତାକାଲି ଦୁଃଖ ସୁଖ ହେବା। ନମସ୍କାର।